କିଛି ଦିନ ପୂର୍ବରୁ ଏହି ସରକାରୀ ବାବୁଙ୍କୁ କୋଟି କୋଟି ଟଙ୍କା ହେରଫେର ଘଟଣାରେ ଗିରଫ କରିଥିଲେ ଭିଜିଲାନ୍ସ ଟିମ୍। ଆଉ ଏବେ ତାଙ୍କ ବାସଗୃହ ସମେତ ଅଫିସ ଓ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ୍। ଏହି ସରକାରୀ ବାବୁ ଜଣକ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଳ ବ୍ଲକରେ ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଭାବେ ପୂର୍ବରୁ କାର୍ଯ୍ୟ କରୁଥିବା ଭଞ୍ଜକିଶୋର ବେହେରା। ପରେ ସେ ନାଉଗାଁକୁ ବଦଳି ହୋଇଯାଇଥିଲେ ବି ତିର୍ତ୍ତୋଳ ବ୍ଲକରେ 3 କୋଟି ଟଙ୍କା ହେରଫେରରେ ସମ୍ପୃକ୍ତ ଥିବା ଅଭିଯୋଗରେ ତାଙ୍କୁ କିଛି ଦିନ ତଳେ ଭିଜିଲାନ୍ସ ଟିମ୍ ଗିରଫ କରିଥିଲେ। ଆଉ ଆଜି ତାଙ୍କ ବର୍ତ୍ତି ବାସଗୃହ ସମେତ ତିର୍ତ୍ତୋଳ ଅଫିସ, ନାଉଗାଁ ଅଫିସ ଓ ତାଙ୍କ ଶ୍ୱଶୁର ଘର ଆଦି ସ୍ଥାନରେ ରେଡ୍ କରାଯାଇ ସମ୍ପତ୍ତିର ଖୋଳତାଡ଼ କରୁଛନ୍ତି ଭିଜିଲାନ୍ସର 4ଟି ଟିମ୍। ତେବେ ରେଡ୍ ସରିବା ପରେ ବାବୁ ଜଣକ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି ତାହାର ସବିଶେଷ ତଥ୍ୟ ଜଣାପଡ଼ିପାରିବ। ଜଗତସିଂହପୁର ଜିଲ୍ଲାରୁ ବୈଷ୍ଣବ ରାଉଳଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।